ଜୀବନର ସବୁଠୁ ବଡ଼ ଦୁଃଖ ଅଭାବ। ସବୁ ସମସ୍ୟା ଭିତରେ ବଡ଼ ସମସ୍ୟା ହେଉଛି ଦାରିଦ୍ର୍ୟ। ଆଉ ତା ଉପରେ ଯଦି ରୋଗ ଦାଉ ସାଜେ, କଥା ସରିଲା। ସେ କଷ୍ଟ ମଣିଷ ବଞ୍ଚିପାରୁନଥିବ କି ମରିପାରୁନଥିବ। ଏମିତି ସ୍ଥିତିରେ ଧନ୍ଦି ହେଉଛନ୍ତି ଗଣେଶ ପ୍ରଧାନ। ଅଭାବରେ ଟାଣି ଓଟରି ହୋଇ ବଞ୍ଚିବାକୁ ସଂଘର୍ଷ କରୁଥିବା ବେଳେ ଦେହରେ ରୋଗ ପଶିଲେ ତଳିତଳାନ୍ତ କରିଦିଏ। ଠିକ୍ ଏମିତି ଅବସ୍ଥା ଗଣେଶ ବେହେରାଙ୍କର। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଗିଲିନାସୀ ଗାଁର ଗଣେଶ ବେହେରା ଆର୍ଥିକ ସ୍ଥିତି ଭଲ ନଥିଲେ ବି ବେଙ୍ଗାଲୁରୁର ଏକ କମ୍ପାନୀରେ କାମ କରି ଯାହା କିଛି ପଇସା ପାଉଥିଲେ ସେଥିରେ ତେଲ ଲୁଣର ସଂସାର ଚଳିଯାଉଥିଲା। ଏତିକି ବି ସହିପାରିଲାନି ଦୈବ ଯେ ଗଣେଶଙ୍କ ଦେହରେ ରୋଗ ଦେଲା। କାମ ଛାଡ଼ି ଆସି ଘରେ ରହିଲେ ଗଣେଶ। ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଲା ତାଙ୍କର 2ଟି ଯାକ କିଡ୍ନି ଖରାପ ହୋଇଯାଇଛି। ଆଉ କିଛି ବୁଦ୍ଧିବାଟ ଦେଖାଗଲାନି। ଏବେ ଘର ପାଖରେ ଛୋଟିଆ କେବିନ୍ଟେ ପକେଇଛନ୍ତି। ସେଥିରୁ ଯାହା ଯେତିକି ମିଳୁଛି ସେଥିରେ ପେଟକୁ ଦାନା ସିନା ଯୋଗାଡ଼ ହୋଇଯାଉଛି, ହେଲେ ମାସକୁ ଔଷଧ କି ଡାୟାଲିସିସ୍ କରିବା ସମ୍ଭବ ହେଉନି।